ଗର୍ଭାବସ୍ଥା ଜୀବନର ଏକ ମୂଲ୍ୟବାନ ଅବସର ହୋଇଥାଏ, ଯେଉଁଥିରେ କି ଶରୀର, ମନ ଏବଂ ଭାବନା ନବନିର୍ମାଣ ଦିଗରେ ବଢ଼ିଥାଏ। ଏହି ସମୟରେ ଗର୍ଭବତୀ ମାଙ୍କ ଶରୀରରେ କିଛି ହର୍ମୋନାଲ ଚେଞ୍ଜେସ୍ ମଧ୍ୟ ହୋଇଥାଏ। ସେଥିପାଇଁ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଆସିଥାଏ, ଯେମିତିକି କେବେ କେବେ ଥକିଯିବା, ଅବସାଦ, ଚିନ୍ତା ଆଦି ସମସ୍ୟା ଆସିଥାଏ। ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ବି ପଡ଼ିଥାଏ। ଏହି ସମୟରେ ମାଙ୍କୁ ଶାରୀରିକ ଏବଂ ମାନସିକ ରୂପରୁ ସ୍ୱସ୍ଥ ରହିବା ଆବଶ୍ୟକ। ସେଥିପାଇଁ ଗର୍ଭବତୀ ମା ନିଜ ଦିନଚର୍ଯ୍ୟାରେ ୟୋଗା ଅଭ୍ୟାସକୁ ସାମିଲ କରନ୍ତୁ। ଆସନ ଦ୍ୱାରା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ସର ସ୍ରାବ ହୋଇଥାଏ, ଯେଉଁଟାକି ଗର୍ଭବତୀ ମାଙ୍କୁ ଶରୀରରୁ ସ୍ୱସ୍ଥ କରିଥାଏ। ମନଟା ଶାନ୍ତ, ପ୍ରସନ୍ନ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ, ଯଦ୍ୱାରା ଶିଶୁର ସମସ୍ତ ପ୍ରକାରର ବିକାଶ ମଧ୍ୟ ହୋଇଥାଏ। ଗର୍ଭାବସ୍ଥା ସମୟରେ ପେଟର ମାଂସପେଶୀ ଏବଂ ପ୍ରଜନନ ସଂସ୍ଥାନ ଉପରେ ବିଶେଷ ଦବାବ ପଡ଼ିଥାଏ। ୟୋଗା ଅଭ୍ୟାସ ଦ୍ୱାରା ଏହା ସୁଦୃଢ଼ ହୋଇଥାଏ ଏବଂ ପ୍ରସବଟା ନର୍ମାଲ ହେବାର ସମ୍ଭାବନା ମଧ୍ୟ ହୋଇଥାଏ। ଗର୍ଭାବସ୍ଥା ସମୟରେ ଯଦି କିଛି ଜଟିଳ ପରିସ୍ଥିତି ନାହିଁ, ତେବେ ଆପଣ ସୂକ୍ଷ୍ମ ବ୍ୟାୟାମ ଅବଶ୍ୟ କରିପାରିବେ। ଆପଣଙ୍କ ଚିକିତ୍ସକଙ୍କ ପରାମର୍ଶ ନେଇ ଆପଣ ବ୍ୟାୟାମର ଅଭ୍ୟାସ କରିପାରିବେ। କେତେଗୁଡ଼ିଏ ପରିସ୍ଥିତିରେ ବ୍ୟାୟାମ କରିବା ପାଇଁ ମନା କରାଯାଏ, ଯେମିତିକି ଗର୍ଭବତୀ ମାଙ୍କ ବ୍ଲଡ଼ ପ୍ରେସର ସବୁବେଳେ ହାଇ ରହୁଛି, ସମୟ ପୂର୍ବରୁ ଗର୍ଭାଶୟର ଥଳି ଫଟିଯିବା ଏବଂ ପାଣି ବାହାରକୁ ଆସିଗଲେ, ଟ୍ୱିନ୍ସ ବେବି ମାନେ ଯଦି ଯାଆଁଳା ଛୁଆ ଅଛନ୍ତି, ପ୍ଲେସେଣ୍ଟା ତଳକୁ ଆସିଲେ, ଗର୍ଭବତୀ ମାଙ୍କୁ ଯଦି ହୃଦୟ ରୋଗ ଅଛି, ଗର୍ଭାବସ୍ଥା ସମୟରେ ରକ୍ତସ୍ରାବ ହେଲେ, ଶିଶୁର ଗ୍ରୋଥ ଗର୍ଭରେ କମ୍ ହେଉଛି, ଗର୍ଭାଶୟର ମୁହଁ ଛୋଟ କିମ୍ବା ଖୋଲା ଅଛି, ଏହିସବୁ ପରିସ୍ଥିତିରେ ୟୋଗା ଅଭ୍ୟାସ କରିବା ପାଇଁ ମନା କରାଯାଏ। ବ୍ୟାୟାମ କରିବା ପୂର୍ବରୁ କିଛି ସାବଧାନୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ଯେମିତିକି ବ୍ୟାୟାମ ପାଇଁ ସବୁଠୁ ଉପଯୁକ୍ତ ସମୟ ହେଲା ପ୍ରାତଃକାଳର ସମୟ। ଆସନ କରିବା ପୂର୍ବରୁ ମୂତ୍ରାଶୟ ଏବଂ ଆନ୍ତକୁ ଖାଲି କରିଦିଅନ୍ତୁ। ପେଟକୁ ଖାଲି ରଖିବା। ଯଦି କିଛି ତରଳ ପଦାର୍ଥ ନେଇଛନ୍ତି, ତେବେ 15 ମିନିଟ୍ ପରେ ବ୍ୟାୟାମ କରିବେ ଏବଂ ଭୋଜନର 3-4 ଘଣ୍ଟା ପରେ ହିଁ ଆସନ କରିବେ। ବ୍ୟାୟାମ ପାଇଁ କମ୍ବଳ କିମ୍ବା ମୋଟା ଦରି ହିଁ ପ୍ରୟୋଗ କରିବେ। ଶୁଦ୍ଧ ଏବଂ ଶାନ୍ତ ବାତାବରଣରେ ଅଭ୍ୟାସ କରିବେ। ଆରାମଦାୟକ ପୋଷାକ ପିନ୍ଧି କରିବେ, ଟାଇଟ୍ ପୋଷାକ ପିନ୍ଧିବେନି। ସବୁ ଆସନର ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ଶରୀର ଏବଂ ଶକ୍ତି ଅନୁଯାୟୀ ହିଁ କରିବେ। ଯଦି ଆପଣଙ୍କୁ ଲାଗୁଛି କୌଣସି ଆସନ କଲେ ସମସ୍ୟା ହୋଇପାରେ, ତେବେ ସେହି ଆସନକୁ କରିବେନି। ନିଶ୍ୱାସ ପ୍ରଶ୍ୱାସ ପ୍ରତି ପୁରା ଧ୍ୟାନ ଦେବେ ଏବଂ ଶରୀର ପ୍ରତି ସଚେତ ରହିବେ। ଗର୍ଭାବସ୍ଥାରେ କରାଯାଉଥିବା ଯୋଗ ଅଭ୍ୟାସର ପ୍ରାରମ୍ଭ ପ୍ରାର୍ଥନା ଦ୍ୱାରା କରିବା। 2 ହାତକୁ ଯୋଡ଼ିବା। ଓଁକାର ବିନ୍ଦୁ ସଂୟୁକ୍ତମ୍ ନିତ୍ୟଂ ଧ୍ୟାୟନ୍ତି ଯୋଗିନଃ କାମଦଂ ମୋକ୍ଷଦଂ ଚୈବ ଓଁକାରାୟ ନମୋ ନମଃ। योगेन चित्तस्य पदेन वाचां मलं शरीरस्य च वैद्यकेन योपाकरोतं प्रवरं मुनीनां पतञ्जलिं प्राञ्जलिरानतोऽस्मि। ପ୍ରଥମେ କରିବା ପାଦୁଙ୍ଗଲି ନମନ। ପାଦୁଙ୍ଗଲି ନମନ ପାଇଁ 2 ଗୋଡ଼ ସିଧା କରି ବସିବା ଦଣ୍ଡାସନରେ। ଏବେ ନିଶ୍ୱାସ ନେବା ସହିତ ପାଦର ଆଙ୍ଗୁଠି ଗୁଡ଼ିକୁ ନିଜ ପଟକୁ ଟାଣିବା ଏବଂ ନିଶ୍ୱାସ ଛାଡ଼ିବା ସହିତ ଆଙ୍ଗୁଠି ଗୁଡ଼ିକୁ ସାମନ ପଟକୁ ମୋଡ଼ିବା। ଏହି ଅଭ୍ୟାସକୁ 5ରୁ 10 ଥର କରିବା। ନିଶ୍ୱାସ ନେଇ ଆଙ୍ଗୁଠି ଗୁଡ଼ିକୁ ସିଧା କରିବା, ନିଶ୍ୱାସ ଛାଡ଼ି ମୋଡ଼ିବା।
ଏହି ଆସନର ଅଭ୍ୟାସ ଦ୍ୱାରା ଗର୍ଭାବସ୍ଥାରେ ହେଉଥିବା ସମସ୍ୟା ଯେମିତି ଗୋଡ଼ରେ ଦରଦ, ପାଦରେ ସ୍ୱେଲିଂ ମାନେ ପାଦ ଫୁଲିବା ଏସବୁ ସମସ୍ୟା ଦୂର ହୋଇଥାଏ। ତାପରେ କରିବା ଗୁଲ୍ଫ ନମନ। ଗୁଲ୍ଫ ନମନ ପାଇଁ ଗୋଡ଼ର ପଞ୍ଜାକୁ ପାଦକୁ ନିଶ୍ୱାସ ନେବା ସହିତ ନିଜ ପଟେ ଟାଣିବା ଏବଂ ନିଶ୍ୱାସ ଛାଡ଼ିବା ସଙ୍ଗେ ସଙ୍ଗେ ପାଦକୁ ତଳ ପଟକୁ ମୋଡ଼ିବା, ସାମନା ପଟକୁ ମୋଡ଼ିବା। ଧୀରେ ଧୀରେ କରିବା। 5 ରୁ 10 ଥର ଏହି ଆସନର ଅଭ୍ୟାସ କରିବା। ଏହି ଆସନର ଅଭ୍ୟାସ ଦ୍ୱାରା ପୁରା ଶରୀରରେ ରକ୍ତ ସଞ୍ଚାଳନ ଠିକରେ ହୋଇଥାଏ। ଗୋଡ଼ ଦରଦରେ ଆରାମ ମିଳିଥାଏ। ପରବର୍ତ୍ତୀ ଅଭ୍ୟାସ ଗୁଲ୍ଫ ଚକ୍ର। ଗୁଲ୍ଫ ଚକ୍ର ପାଇଁ 2ଟି ପାଦକୁ ଏମିତି ମିଶାଇ ରଖିବା। ଏବେ ଗୋଲ ଗୋଲ ବୁଲାଇବା, ଚକ୍ର ବନାଇବା। ନିଶ୍ୱାସ ନେବା ସଙ୍ଗେ 2 ପାଦଟି ଉପରକୁ ଆସିବ ଏବଂ ନିଶ୍ୱାସ ଛାଡ଼ିବା ସଙ୍ଗେ ସଙ୍ଗେ 2 ପାଦଟି ତଳକୁ ଆସିବ। ଧୀରେ ଧୀରେ ବୁଲାଇବା। 5 ଥର ବାମରୁ ଡାହାଣ ବୁଲାଇବା କ୍ଲକୱାଇଜ୍ ଏବଂ 5 ଥର ଡାହାଣରୁ ବାମ ଏଣ୍ଟି କ୍ଲକୱାଇଜ୍ ବୁଲାଇବା। ଏହି ଆସନର ଅଭ୍ୟାସ କଲେ ଗୋଡ଼ ବଥାରୁ ମୁକ୍ତି ମିଳିଥାଏ। ଜଏଣ୍ଟସ୍ ପେନ୍, ଆଣ୍ଠୁ ଦରଦ ଏସବୁ ଦୂର ହୋଇଥାଏ। ଆସନ କରିସାରିଲା ପରେ କିଛି ସମୟ ଆରାମରେ ବସନ୍ତୁ। ନିଶ୍ୱାସ ପ୍ରଶ୍ୱାସ ସାମାନ୍ୟ ରହିବ। ଏବେ କରିବା ଗୁଲ୍ଫ ଘୂର୍ଣ୍ଣନ। ଗୁଲ୍ଫ ଘୂର୍ଣ୍ଣନ ପାଇଁ ବାମ ଗୋଡ଼କୁ ମୋଡ଼ି ଡାହାଣ ଗୋଡ଼ର ଜାଙ୍ଘ ଉପରେ ରଖିବା ଏମିତି। ଏବେ ଡାହାଣ ହାତ ସାହାଯ୍ୟରେ ବାମ ଗୋଡ଼ର ପଞ୍ଜାକୁ ଧରି 5 ଥର ଧୀରେ ଧୀରେ ବାମରୁ ଡାହାଣ କ୍ଲକୱାଇଜ୍ ବୁଲାଇବା। ପାଦଟି ଉପରକୁ ଆସିଲେ ନିଶ୍ୱାସ ନେବା ଏବଂ ତଳକୁ ଗଲେ ନିଶ୍ୱାସ ଛାଡ଼ିବା। ଧୀରେ ଧୀରେ କରିବା। 5 ଥର କ୍ଲକୱାଇଜ୍ ହେଇସାରିଲା ପରେ 5 ଥର ଏଣ୍ଟି କ୍ଲକୱାଇଜ୍ ମାନେ ଡାହାଣରୁ ବାମ ପଟକୁ ବୁଲାଇବା। ଉପରକୁ ଆସିଲେ ନିଶ୍ୱାସ ନେବା ଏବଂ ପାଦ ତଳକୁ ଗଲେ ନିଶ୍ୱାସ ଛାଡ଼ିବା। ଏବେ ଡାହାଣ ଗୋଡ଼ରୁ କରିବା। ଡାହାଣ ଗୋଡ଼କୁ ମୋଡ଼ି ବାମ ଗୋଡ଼ର ଜାଙ୍ଘ ଉପରେ ରଖିବା ଏବଂ ବାମ ହାତ ସାହାଯ୍ୟରେ ଡାହାଣ ଗୋଡ଼ର ପଞ୍ଜାକୁ ଧରି 5 ଥର କ୍ଲକୱାଇଜ୍ ବୁଲାଇବା। ଉପରକୁ ଆସିଲେ ନିଶ୍ୱାସ ନେବା ଏବଂ ତଳକୁ ଗଲେ ନିଶ୍ୱାସ ଛାଡ଼ିବା। ତାପରେ 5 ଥର ଏଣ୍ଟି କ୍ଲକୱାଇଜ୍ ବୁଲାଇବା। ରକ୍ତର ପ୍ରବାହ, ପ୍ରାଣର ସଞ୍ଚାରକୁ ଅନୁଭବ କରନ୍ତୁ। ଏହି ଆସନର ଅଭ୍ୟାସ କଲେ ମାଂସପେଶୀର ମାଲିସ ହୋଇଥାଏ। ଆଣ୍ଠୁ ଦରଦ, ପାଦରେ ସ୍ୱେଲିଂ ଏସବୁରୁ ମୁକ୍ତି ମିଳିଥାଏ। ଗର୍ଭାବସ୍ଥା ସମୟରେ ପ୍ରାୟ ପାଦ ଫୁଲିବା ସମସ୍ୟାଟି ଦେଖାଯାଏ। ତେବେ ଏହି ଆସନର ଅଭ୍ୟାସ କଲେ ଆରାମ ମିଳିଥାଏ।
परवर्ती आसन पूर्ण तितली। पूर्ण तितली पाई दुईटी गोड़ को मोड़ी पंजा को मिसाई रखिबा। एमिति अंटा सीधा रहिबो। हाथ द्वारा पंजा को धरी लॉक बनेइबा। एबे निश्वास नेबा संगे आंठू गुड़ी को ऊपर को धीरे धीरे करी उठेइबा। निज शक्ति अनुजाई करिवे, बेसी प्रेशर देवे नहीं। एवं निश्वास छाड़िबा संगे संगे आंठू को तल को करिबा। 10 थर यही अभ्यास करिबा। यही अभ्यास द्वारा पेल्विक स्थानर मांसपेशी फ्लेक्सिबल होइथाए। मांसपेशी रो मालिश होइथाए। अंटा दरद कम होइथाए। प्रसव समय रे जेउ दरद बा समस्या होइथाए ताकू दूर करिबारे यही आसनटा साहाय्य होइथाए। आउ पीरियड संबंधी समस्त समस्या को मध्य यह दूर करिथाए। सामान्य स्थिति रे बसिबा। एबे करिबा मुष्टिका बंद। मुष्टिका बंद पाई दुईटी हाथ को कांध सामना रे आनी सीधा रखिबा। कोहनी सीधा रहिबो। मेरुदंड मध्य सीधा रहिबो। हाथर वृद्धा आंगुली को भितरे रखी मुट्ठी बंद करिबा। एबे निश्वास नेबा सहित मुट्ठी खोलिबा एवं निश्वास छाड़िबा संगे मुट्ठी बंद करिबा। धीरे धीरे अभ्यास करिबा। 5 रु 10 थर यही अभ्यास को करिबा। यही अभ्यास द्वारा पूरा हाथरे रक्त संचालन ठीक भावरे होइथाए। हाथरे झुनझुनी खाइबा आदि समस्या दूर होइथाए। आसन करि सारिला परे किछि समय आराम अवस्था रे बसंतु। परवर्ती आसन मणिबंध नमन। यह पाई पुणी हाथ को कांध सामना रे आनी सीधा रखिबा। धीरे धीरे निश्वास नेबा सहित हाथ को ऊपर आड़ को टाणिबा। निश्वास छाड़िबा सहित तलपट को करिबा। पुणी करिबा। निश्वास नेबा सहित हाथ को ऊपर आड़ को आनिबा एवं निश्वास छाड़िबा सहित तलपट को करिबा। 5 रु 10 थर अभ्यास करिबा। यही आसन द्वारा रक्तर संचालन संतुलित होइथाए। एबे करिबा मणिबंध चक्र। मणिबंध चक्र पाई पुणी हाथ को सीधा करिबा। वृद्धा आंगुली को भितरे रखी मुट्ठी बंद करिबा एवं गोल गोल वृत्ताकार रे बुलाइबा। 5 थर बामरु डाहाण क्लॉकवाइज एवं 5 थर डाहाणरु बाम एंटी क्लॉकवाइज बुलाइबा। धीरे धीरे करिबा। यही आसन कले हाथर दरद दूर होइथाए। रक्तर संचालन ठीक भावरे होइथाए। सामान्य स्थिति रे बसिबा। परवर्ती आसन कहुणी नमन। एथिपाई
ଦୁଇଟି ହାତକୁ କାନ୍ଧର ସିଧାରେ ଆଣିବା। ନିଶ୍ୱାସ ଛାଡ଼ିବା ସହିତ କହନିକୁ ମୋଡ଼ିବା ଏବଂ ନିଶ୍ୱାସ ନେବା ସହିତ ସିଧା କରିବା ସାମାନ୍ୟ ପଟକୁ। 5 ରୁ 10 ଥର ଏହି ଅଭ୍ୟାସ କରିବା। ପୁରା ଧ୍ୟାନ କହନି ଉପରେ ରଖିବା। ମାଂସପେଶୀର ସଂକୁଚନ ଏବଂ ପ୍ରସାରଣ ଉପରେ ଧ୍ୟାନ ଦେବା। ଏହି ଅଭ୍ୟାସକୁ ଏବେ ସାଇଡ୍ ବେଜ୍ରେ କରିବା। ହାତକୁ ବାମ ଏବଂ ଡାହାଣ ପଟକୁ କରିବା, ସିଧା ରଖିବା ଏବଂ ନିଶ୍ୱାସ ଛାଡ଼ିବା ସହିତ କହନିକୁ ମୋଡ଼ିବା। ନିଶ୍ୱାସ ନେବା ସହିତ ହାତ ସିଧା କରିବା। ପୁଣି କରିବା। ଏହି ଆସନର ଅଭ୍ୟାସ କଲେ କାନ୍ଧର ଦରଦ, ଅଣ୍ଟା ଦରଦ ଏବଂ ସର୍ଭାଇକାଲ ପ୍ରୋବ୍ଲେମରେ ଲାଭ ମିଳିଥାଏ। ସାମାନ୍ୟ ଅବସ୍ଥାରେ ଆସିଯାଆନ୍ତୁ। ପରବର୍ତ୍ତୀ ଆସନ ସ୍କନ୍ଧ ଚକ୍ର। ସ୍କନ୍ଧ ଚକ୍ର ପାଇଁ କହୁନିକୁ ମୋଡ଼ି ହାତର ଆଙ୍ଗୁଠି ଗୁଡ଼ିକୁ କାନ୍ଧ ଉପରେ ରଖିବା। ଧୀରେ ଧୀରେ ଗୋଲ ଗୋଲ ବୁଲାଇବା, ଚକ୍ର ବନେଇବା। ନିଶ୍ୱାସ ନେବା ସହିତ କହନିକୁ ଉପର ପଟକୁ ନେବା ଏବଂ ନିଶ୍ୱାସ ଛାଡ଼ିବା ସହିତ କହନିକୁ ତଳ ପଟକୁ ଆଣି ମିଶାଇବା। ଏମିତି 5 ଥର କ୍ଲକୱାଇଜ୍ ଏବଂ 5 ଥର ଆଣ୍ଟି କ୍ଲକୱାଇଜ୍ କରିବା। ଧ୍ୟାନଟା ଆମର କାନ୍ଧର ମସଲ୍ସ ଉପରେ ରହିବ। ଏହାର ଅଭ୍ୟାସ ଦ୍ୱାରା ସର୍ଭାଇକାଲ ପ୍ରୋବ୍ଲେମ ଦୂର ହୋଇଥାଏ। କାନ୍ଧର ଦରଦ ଦୂର ହୋଇଥାଏ। ଅଭ୍ୟାସ ପରେ ସାମାନ୍ୟ ଅବସ୍ଥାରେ ବସିବା। ଏହାପରେ କରିବା ଗ୍ରୀବା ସଞ୍ଚାଳନ। ଗ୍ରୀବା ସଞ୍ଚାଳନ ପାଇଁ ମେରୁଦଣ୍ଡ ସିଧା କରି ବସିବା। ସୁଖାସନରେ ବସି ମଧ୍ୟ ଏହି ଆସନ କରିପାରିବେ। ଧୀରେ ଧୀରେ ନିଶ୍ୱାସ ଛାଡ଼ିବା ସହିତ ବେକକୁ ସାମନା ପଟକୁ ବେଣ୍ଡିଂ କରିବା ଏବଂ ନିଶ୍ୱାସ ନେବା ସହିତ ପଛପଟକୁ ଟାଣିବା। ଧ୍ୟାନ ଦେବା, ଯଦି ସର୍ଭାଇକାଲ ପ୍ରୋବ୍ଲେମ ଅଛି ତେବେ ବେକକୁ ସାମନା ପଟକୁ ବେଣ୍ଡିଂ କରିବେ ନାହିଁ। ପୁଣି କରିବା। ଯଦି ଆପଣଙ୍କୁ ଆଖି ବନ୍ଦ ରଖି କରିବାରେ କିଛି ସମସ୍ୟା ହେଉଛି ତେବେ ଆଖି ଖୋଲି ମଧ୍ୟ ଏହି ଅଭ୍ୟାସଟା କରିପାରିବେ। ନିଶ୍ୱାସ ନେଇ ଉପରକୁ କରିବା ଏବଂ ନିଶ୍ୱାସ ଛାଡ଼ି ବେକକୁ ତଳକୁ କରିବା। 3 ଥର କରିବା। ସାମାନ୍ୟ ସ୍ଥିତିରେ ବସିବା। ଏହି ଅଭ୍ୟାସକୁ ଏବେ ବାମ ଏବଂ ଡାହାଣ ପଟେ କରିବା। ଧୀରେ ଧୀରେ ନିଶ୍ୱାସ ଛାଡ଼ିବା ସଙ୍ଗେ ବାମ ସାଇଡ୍ ବେଣ୍ଡିଂ କରିବା। ମଝିରେ ଆସିଲେ ନିଶ୍ୱାସ ସାମାନ୍ୟ ରହିବ ଏବଂ ନିଶ୍ୱାସ ଛାଡ଼ିବା ସଙ୍ଗେ ସଙ୍ଗେ ଡାହାଣ ସାଇଡ୍ ବେଣ୍ଡିଂ କରିବା। 3 ଥର କରିବା।
ଏବେ ବାମ ଏବଂ ଡାହାଣ ସାଇଡ୍ ଦେଖିବା। ନିଶ୍ୱାସ ଛାଡ଼ିବା ସହିତ ବାମ ପଟକୁ ଦେଖିବା ଏବଂ ନିଶ୍ୱାସ ନେଇ ମଝିକୁ ଆଣିବା। ପୁଣି ନିଶ୍ୱାସ ଛାଡ଼ିବା ସହିତ ଡାହାଣ ପଟକୁ ଦେଖିବା। ନିଶ୍ୱାସ ନେଇ ମଝିକୁ ଆଣିବା। ପୁଣି କରିବା, 3 ଥର କରିବା ଏ ଅଭ୍ୟାସ। ଏବେ ବେକକୁ ଗୋଲ ଗୋଲ ବୁଲାଇବା। ପ୍ରଥମେ କ୍ଲକୱାଇଜ୍ କରିବା, ବାମରୁ ଡାହାଣ। ନିଶ୍ୱାସ ନେବା ସହିତ ବେକ ପଛପଟକୁ ଯିବ ଏବଂ ନିଶ୍ୱାସ ଛାଡ଼ିବା ସହିତ ତଳ ପଟକୁ ଆସିବ। ଧ୍ୟାନ ଦେବେ, ସର୍ଭାଇକାଲ ପ୍ରୋବ୍ଲେମ୍ ଥିଲେ ବେକକୁ ତଳ ପଟକୁ ବେଣ୍ଡିଂ କରିବେ ନାହିଁ। ଆଖି ବନ୍ଦ କରି କରିବାରେ ପ୍ରୋବ୍ଲେମ୍ ହେଲେ ଆଖି ଖୋଲି ମଧ୍ୟ କରିପାରିବେ। 5 ଥର କ୍ଲକୱାଇଜ୍ ହେଲା ପରେ 5 ଥର ଏଣ୍ଟି କ୍ଲକୱାଇଜ୍, ଡାହାଣରୁ ବାମ ଧୀରେ ଧୀରେ କରିବା। ଶୀଘ୍ର କରିବେନି, ଧୀରେ ଧୀରେ କରିବେ। ଏହି ଅଭ୍ୟାସଟା ଦିନଭରର ଥକାନକୁ ଦୂର କରିଥାଏ, ରକ୍ତର ସଞ୍ଚାଳନ ଠିକରେ କରିଥାଏ, ଥାଇରଏଡ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ସାମାନ୍ୟ ସ୍ଥିତିରେ ବସିବା। ପରବର୍ତ୍ତୀ ଆସନ ରଜ୍ଜୁ କର୍ଷଣ। ରଜ୍ଜୁ କର୍ଷଣ ପାଇଁ ଦଣ୍ଡାସନରେ ବସିବା। ମେରୁଦଣ୍ଡ ସିଧା ରହିବ। ଧୀରେ ଧୀରେ ବାମ ହାତକୁ ନିଶ୍ୱାସ ନେବା ସଙ୍ଗେ ଉପରକୁ ଉଠେଇବା। ଏବେ ମୁଠି ବନ୍ଦ କରିବା। ବୃଦ୍ଧ ଆଙ୍ଗୁଳିଟା ଖୋଲା ରହିବ ଏବଂ ନିଶ୍ୱାସ ଛାଡ଼ିବା ସହିତ ହାତକୁ ତଳକୁ ଆଣିବା। ଆପଣଙ୍କ ପୁରା ଧ୍ୟାନ ହାତର ବୃଦ୍ଧ ଆଙ୍ଗୁଳି ଉପରେ ରହିବ। ଧୀରେ ଧୀରେ ତଳକୁ ଆଣିବା। ଏବେ ଡାହାଣ ହାତରୁ କରିବା। ନିଶ୍ୱାସ ନେବା ସହିତ ହାତ ଉପରକୁ କରିବା। ବୃଦ୍ଧ ଆଙ୍ଗୁଳି ଖୋଲା ରଖି ମୁଠି ବନ୍ଦ କରିବା। ନିଶ୍ୱାସ ଛାଡ଼ିବା ସହିତ ହାତକୁ ତଳକୁ ଆଣିବା। ଧ୍ୟାନଟା ବୃଦ୍ଧ ଆଙ୍ଗୁଳି ଉପରେ ରହିବ। ପୁଣି ବାମ ହାତରୁ କରିବା। 3 ରୁ 5 ଥର ଏହି ଅଭ୍ୟାସ କରିବା। ଏହି ଆସନର ଅଭ୍ୟାସ ଦ୍ୱାରା ହାତ ଦରଦ, କାନ୍ଧର ଦରଦ ଠିକ୍ ହୋଇଥାଏ। ସର୍ଭାଇକାଲ ପ୍ରୋବ୍ଲେମରେ ଆରାମ ମିଳିଥାଏ। ପରବର୍ତ୍ତୀ ଆସନ ଚକିଚଳ ଆସନ। ଏଥିପାଇଁ 2 ଗୋଡ଼ ମଝିରେ କିଛି ବ୍ୟବଧାନ ରଖିବା। ସହଜତାରେ ଯେତେ ଦୂର ରଖିପାରିବେ ରଖିବେ। ଏବେ 2 ହାତକୁ ଲକ୍ କରିବା। ଏମିତି ପ୍ରଥମେ ବାମରୁ ଡାହାଣ ପଟକୁ କ୍ଲକୱାଇଜ୍ ଗୋଲ ଗୋଲ ବୁଲାଇବା। ଯେତେ ସମ୍ଭବ ହେବ ସେତେ ହିଁ ଆଗକୁ ଏବଂ ପଛକୁ ବେଣ୍ଡିଂ କରିବେ। ଆଗକୁ ଝୁଙ୍କିଲା ବେଳେ ନିଶ୍ୱାସ ଛାଡ଼ିବା ଏବଂ ପଛକୁ ଆସିଲା ବେଳେ ନିଶ୍ୱାସ ନେବା। ଧ୍ୟାନ ଦେବେ ଯେ ହାତ ସିଧା ରହିବ, କୋହନୀଟା ବେଣ୍ଡିଂ ହେବ ନାହିଁ।
ଅଭ୍ୟାସକୁ କରିବା ସମୟରେ ପ୍ରାଣ ସଞ୍ଚାରର ଅନୁଭବ କରିବେ। ଧୀରେ ଧୀରେ କରିବେ। 5 ଥର କ୍ଲକୱାଇଜ୍ ହେଇସାରିଲା ପରେ 5 ଥର ଏଣ୍ଟି କ୍ଲକୱାଇଜ୍ ଡାହାଣରୁ ବାମ ପଟ ବୁଲେଇବା। ନିଶ୍ୱାସ ପ୍ରଶ୍ୱାସ ପ୍ରତି ଧ୍ୟାନ ଦେବା। ଆଗକୁ ବେଣ୍ଡିଂ ହେଲା ବେଳେ ନିଶ୍ୱାସ ଛାଡ଼ିବା ଏବଂ ପଛକୁ ଆସିଲା ବେଳେ ନିଶ୍ୱାସ ନେବା। ପ୍ରସବ ପରେ ମଧ୍ୟ ଏହି ଅଭ୍ୟାସ କଲେ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଦ୍ୱାରା ଅଣ୍ଟା ଦରଦ ଦୂର ହୋଇଥାଏ। ରକ୍ତର ସଞ୍ଚାର ଠିକ୍ ଭାବରେ ହୋଇଥାଏ। ପେଲଭିକ୍ ସ୍ଥାନର ମାଂସପେଶୀ ମଜବୁତ ହୋଇଥାଏ, ଯଦ୍ୱାରା ପ୍ରସବ ସମୟର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସାମାନ୍ୟ ସ୍ଥିତିରେ ବସିବା। ଏବେ କରିବା ବଜ୍ରାସନ। ବଜ୍ରାସନ ପାଇଁ ଆଣ୍ଠୁକୁ ମୋଡ଼ି ଏମିତି ବସିବା। ଅଣ୍ଟା ସିଧା ରହିବ। ଆଖି ବନ୍ଦ କରିବା। ହାତଟା ଥାଇସ୍ ଉପରେ ରଖିବା। ବଜ୍ରାସନଟା ଭୋଜନ ପରେ କରାଯାଉଥିବା ଏକ ମୁଖ୍ୟ ଆସନ, ଯେଉଁଟାକି ବଜ୍ର ନାଡିକୁ ପ୍ରଭାବିତ କରିଥାଏ। ଏହି ଆସନର ଅଭ୍ୟାସ ଦ୍ୱାରା ଗ୍ୟାସ୍, ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ, ଯେଉଁ ସମସ୍ୟାଟା ପ୍ରାୟ ଗର୍ଭାବସ୍ଥା ସମୟରେ ଦେଖାଯାଏ। ଗର୍ଭାବସ୍ଥାରେ ପେଟର ଓଜନ ବଢ଼ିବା ଯୋଗୁଁ ମେରୁଦଣ୍ଡ ଉପରେ ପଡ଼ୁଥିବା ପ୍ରଭାବକୁ ଏହି ଆସନଟା କମ୍ କରିଥାଏ। ଏବେ କରିବା ମାର୍ଜରୀ ଆସନ, କ୍ୟାଟ୍ ପୋଜ୍। ଏହି ଆସନ ପାଇଁ ଏପରି ସ୍ଥିତିରେ ଆସିବା। ଧ୍ୟାନ ଦେବେ, ଯଦି ଆପଣଙ୍କୁ ସର୍ଭାଇକାଲର ପ୍ରୋବ୍ଲେମ୍ ଅଛି ତେବେ ଆଗ ପଟକୁ ବେଣ୍ଡିଂ କରିବେ ନାହିଁ। ଏବେ ନିଶ୍ୱାସ ନେବା ସହିତ ବେକ ଉପରକୁ ଉଠିବ ଏବଂ ପିଠି ତଳକୁ ଯିବ ଏମିତି, ଏବଂ ନିଶ୍ୱାସ ଛାଡ଼ିବା ସହିତ ବେକ ତଳକୁ ହେବ ଏବଂ ପିଠି ଉପରକୁ ଉଠିବ। ପୁଣି କରିବା। ନିଶ୍ୱାସ ନେବା ସହିତ ବେକ ଉପରକୁ ଏବଂ ପିଠି ତଳକୁ ହେବ। ନିଶ୍ୱାସ ଛାଡ଼ିବା ସହିତ ବେକ ତଳକୁ ଏବଂ ପିଠି ଉପରକୁ ଉଠିବ। 5 ରୁ 10 ଥର ଏହି ଅଭ୍ୟାସକୁ କରିବା। 6 ମାସ ପର୍ଯ୍ୟନ୍ତ ସହଜତାରେ ଏହି ଆସନ କରିହେବ। ଏହି ଆସନ ମେରୁଦଣ୍ଡର ହାଡ଼କୁ ଫ୍ଲେକ୍ସିବଲ୍ କରିଥାଏ। କାନ୍ଧର ଏବଂ ବେକର ମସଲ୍ସକୁ ମାଲିସ କରିଥାଏ। ରକ୍ତ ସଞ୍ଚାରରେ ସୁଧାର ହୋଇଥାଏ। ଗର୍ଭାଶୟ ସମ୍ବନ୍ଧିତ ସମସ୍ତ ରୋଗ ଦୂର ହୋଇଥାଏ। ଏବେ କରିବା ତାଡ଼ାସନ। ତାଡ଼ାସନ ପାଇଁ ସାମାନ୍ୟ ସ୍ଥିତିରେ ଠିଆ ହେବା। ଧ୍ୟାନ ଦେବେ ଯେ ଗର୍ଭବତୀ ମହିଳା ତାଡ଼ାସନ କରିବା ସମୟରେ ଗଇଠି ମାନେ ଏଡ଼ିକୁ ଉପରକୁ ଉଠେଇବେ ନାହିଁ। ଧୀରେ ଧୀରେ ନିଶ୍ୱାସ ନେଇ 2 ହାତକୁ ଉପରକୁ ଉଠେଇବା, ହାତକୁ ମିଶେଇବା ଏବଂ ବେକକୁ ପଛପଟକୁ ନେବା। ଏବେ ନିଶ୍ୱାସ ଛାଡ଼ିବା ସହିତ ବେକ ଆଗ ପଟକୁ ଏବଂ ହାତ ତଳକୁ ଆଣିବା। 3 ରୁ 5 ଥର ଏହି ଆସନ କରିବା।
ଏହି ଆସନର ଅଭ୍ୟାସ ଦ୍ୱାରା ଶରୀରରେ ପୀଡ଼ା ଏବଂ ତନାବ ଦୂର ହୋଇଥାଏ। କୋଷ୍ଠବଦ୍ଧତା ମାନେ କନଷ୍ଟିପେସନ୍ ମଧ୍ୟ ଦୂର ହୋଇଥାଏ। ମାନସିକ ସନ୍ତୁଳନର ବିକାଶ ହୋଇଥାଏ। ଏହି ଅଭ୍ୟାସକୁ କରିବା ସମୟରେ ଯଦି ଚକ୍କର ଆସେ ତେବେ ଏହାକୁ କରିବେ ନାହିଁ। ପରବର୍ତ୍ତୀ ଆସନ କୋଣାସନ। କୋଣାସନ ପାଇଁ ସାମାନ୍ୟ ସ୍ଥିତିରେ ଠିଆ ହେବା। ଦୁଇ ଗୋଡ଼ ମଧ୍ୟରେ 1 ରୁ 1.5 ଫିଟର ଅନ୍ତର ରଖିବା। ନିଶ୍ୱାସ ନେବା ସହିତ ଦୁଇ ହାତକୁ ଉପରକୁ ଉଠାଇବା କାନ୍ଧ ପର୍ଯ୍ୟନ୍ତ। ଏବେ ଧୀରେ ଧୀରେ ନିଶ୍ୱାସ ଛାଡ଼ିବା ସହିତ ନିଜ କ୍ଷମତା ଅନୁସାରେ ବାମ ପଟକୁ ବେଣ୍ଡିଂ କରିବା। ଏମିତି ନିଶ୍ୱାସ ନେଇ ସାମାନ୍ୟ ସ୍ଥିତିରେ ଆସିବା ମଝିକୁ। ପୁଣି ନିଶ୍ୱାସ ଛାଡ଼ିବା ସଙ୍ଗେ ଡାହାଣ ପଟକୁ ବେଣ୍ଡିଂ କରିବା। 3 ରୁ 5 ଥର ଏହି ଆସନ କରିବା। କୋଣାସନ ଶରୀରକୁ ଏବଂ ମେରୁଦଣ୍ଡର ହାଡ଼କୁ ଫ୍ଲେକ୍ସିବୁଲ କରିଥାଏ ଏବଂ ଅଣ୍ଟା ବଥାରୁ ମୁକ୍ତି ପ୍ରଦାନ କରିଥାଏ। କୋଷ୍ଠବଦ୍ଧତାକୁ ଦୂର କରିଥାଏ। ଏବେ କରିବା ଉତ୍କଟାସନ। ଉତ୍କଟାସନ ପାଇଁ ସାମାନ୍ୟ ସ୍ଥିତିରେ ଠିଆ ହେବା। ଦୁଇ ପାଦ ମଝିରେ 1 ଫୁଟର ବ୍ୟବଧାନ ରଖିବା। ଏବେ ନିଶ୍ୱାସ ନେବା ସହିତ ଦୁଇ ହାତକୁ କାନ୍ଧ ସାମ୍ନା ପର୍ଯ୍ୟନ୍ତ ଉପରକୁ ଉଠାଇବା। ହାତ ପାପୁଲିଟା ଭୂମି ଆଡ଼କୁ ରହିବ। ନିଶ୍ୱାସ ଛାଡ଼ିବା ସହିତ ଆଣ୍ଠୁକୁ ମୋଡ଼ି ଶରୀରକୁ ତଳକୁ ନେବା। ଏମିତି ଯେତେ ସମୟ ସ୍ଥିର ରହିପାରିବେ ନିଜ କ୍ଷମତା ଅନୁସାରେ ସ୍ଥିର ରହିବେ। ପୁଣି ସାମାନ୍ୟ ସ୍ଥିତିରେ ଆସିବେ। 3 ରୁ 5 ଥର ଏହି ଅଭ୍ୟାସକୁ କରିବା। ଏହି ଅଭ୍ୟାସ କଲେ ତନ୍ତ୍ରିକା ତନ୍ତ୍ରକୁ ଠିକ୍ କରିଥାଏ। ଅଣ୍ଟା ଦରଦକୁ ଦୂର କରିଥାଏ। ମେରୁଦଣ୍ଡ କୋମଳ ହୋଇଥାଏ ବା ଫ୍ଲେକ୍ସିବୁଲ ହୋଇଥାଏ। ଭୋକକୁ ବଢ଼ାଇଥାଏ। ପାଚନ ତନ୍ତ୍ରଟା ଠିକ୍ ହୋଇଥାଏ। ପେଲଭିକ୍ ସ୍ଥାନର ମାଂସପେଶୀ କୋମଳ ହୋଇଥାଏ ଏବଂ ଶକ୍ତି ମଧ୍ୟ ମିଳିଥାଏ, ଯଦ୍ୱାରା ପ୍ରସବ ପୀଡ଼ା ସହିବା ଯୋଗ୍ୟ କରିଥାଏ। ସାମାନ୍ୟ ସ୍ଥିତିରେ ଆସିବା। ଏବେ କରିବା ସ୍କ୍ୱେଟିଂ। ସ୍କ୍ୱେଟିଂ ପାଇଁ ଦୁଇ ଗୋଡ଼ ମଧ୍ୟରେ 1 ରୁ 1.5 ଫିଟର ଦୂରତା ରଖିବା। ଦୁଇ ହାତକୁ ଯୋଡ଼ିବା ପ୍ରଣାମ ମୁଦ୍ରାରେ ଏବଂ ନିଶ୍ୱାସ ଛାଡ଼ିବା ସଙ୍ଗେ ବସିବା। ଏମିତି ନିଜ କ୍ଷମତା ଅନୁସାରେ ଯେତେ ସମୟ ବସିପାରିବେ ବସିବେ। ଏହି ଆସନର ଅଭ୍ୟାସ ଦ୍ୱାରା ପେଲଭିକ୍ ସ୍ଥାନର ମାଂସପେଶୀ ମଜବୁତ ହୋଇଥାଏ ଏବଂ ଫ୍ଲେକ୍ସିବୁଲ ମଧ୍ୟ ହୋଇଥାଏ। ପେଲଭିକ୍ ସ୍ଥାନର ମାଂସପେଶୀର ପ୍ରସାରଣ ହେବା ଫଳରେ ପ୍ରସବଟା ସହନଯୋଗ୍ୟ ହୋଇଥାଏ। ଧ୍ୟାନ ଦେବା। ଏହି ଆସନ କରିବା ସମୟରେ ଯଦି କୌଣସି ପ୍ରକାରର ସମସ୍ୟା ହେଲେ ଏହାକୁ କରିବେ ନାହିଁ। ସେତୁବନ୍ଧ ଆସନ। ସେତୁବନ୍ଧ ଆସନ ପାଇଁ ପିଠି ବଳରେ ଶୋଇବେ। ଦୁଇ ଆଣ୍ଠୁକୁ ମୋଡ଼ିବେ। ହାତକୁ ଦୁଇ ସାଇଡ଼ରେ ରଖିବେ। ଏବେ ହାତରେ ପ୍ରେସର ଦେଇ ନିଶ୍ୱାସ ନେବା ସାଙ୍ଗେ ଅଣ୍ଟାକୁ ଉପରକୁ ଉଠାଇବେ। ନିଜ କ୍ଷମତା ଅନୁସାରେ କରିବେ। କିଛି ସମୟ ରଖି ନିଶ୍ୱାସ ଛାଡ଼ିବା ସହିତ ଅଣ୍ଟାକୁ ତଳକୁ କରିବେ।
ସାବଧାନୀ ଦ୍ୱାରା ଏହି ଆସନକୁ କରିବେ। 3 ରୁ 5 ଥର ଏହି ଅଭ୍ୟାସ କରିବା। ଏହି ଆସନର ଅଭ୍ୟାସ ଦ୍ୱାରା ଅଣ୍ଟା ଦରଦ ଦୂର ହୋଇଥାଏ। ମେରୁଦଣ୍ଡର ରକ୍ତରେ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ପ୍ରସବ ସମୟରେ ଯେଉଁ ପୀଡ଼ା ହୋଇଥାଏ ତାହା ମଧ୍ୟ ଦୂର କରିବାରେ ଏହି ଆସନଟା ଲାଭଦାୟକ ଅଟେ। ପରବର୍ତ୍ତୀ ଆସନ ମତ୍ସ୍ୟ କ୍ରୀଡ଼ାସନ। ଗର୍ଭାବସ୍ଥାରେ ଏହି ଆସନରେ କିଛି ସମୟ ପାଇଁ ରିଲାକ୍ସ କରିପାରିବେ। ଏହି ଆସନ ପାଇଁ ବାମ ଗୋଡ଼କୁ ମୋଡ଼ି ବାମ ହାତକୁ ମଧ୍ୟ ମୋଡ଼ିବେ ଏବଂ ବାମ ସାଇଡ଼ରେ ମୁଣ୍ଡ କରି ଶୋଇବେ। ଡାହାଣ ହାତଟି ମୁଣ୍ଡ ତଳେ ରହିବ। କିଛି ସମୟ ଏମିତି ରେଷ୍ଟ କରିପାରିବେ। ଏହି ଆସନର ଅଭ୍ୟାସ ଦ୍ୱାରା କୋଷ୍ଠବଦ୍ଧତା ମାନେ କନଷ୍ଟିପେସନ୍, ସାଇଟିକାର ଦରଦରେ ଆରାମ ମିଳିଥାଏ। ଅଣ୍ଟା ଦରଦକୁ ମଧ୍ୟ ଏହା ଠିକ୍ କରିଥାଏ। ଏବେ କରିବା ପେଲଭିକ୍ ଫ୍ଲୋର ଆସନ, ଯେଉଁଟାକି ଗର୍ଭାବସ୍ଥା ସମୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଆସନ, ଯାହାକୁ ଆପଣ ପ୍ରସବ ନିମନ୍ତେ ଶରୀରକୁ ପ୍ରସ୍ତୁତ କରିବା ପାଇଁ ତଥା ପ୍ରସବ ପରବର୍ତ୍ତୀ ଶୀଘ୍ର ଶାରୀରିକ ସୁସ୍ଥତା ଫେରିଆସିବା ନିମନ୍ତେ କରିପାରିବେ। ପେଲଭିକ୍ ଫ୍ଲୋର ଆସନ ଆପଣ ଯେକୌଣସି ସମୟରେ କିମ୍ବା ଯେକୌଣସି ଆସନରେ ବସି କରିପାରିବେ। ଯେମିତି ସୁଖାସନରେ ବସି, ଚେୟାରରେ ବସି ମଧ୍ୟ କରିପାରିବେ କିମ୍ବା ଶୋଇଥିବା ସମୟରେ ମଧ୍ୟ ଏହାକୁ କରିପାରିବେ। ଏହି ଆସନ ପାଇଁ ସୁଖାସନରେ ବସନ୍ତୁ। ଏବେ ନିଜର ୟୋନି ମାର୍ଗର ମାଂସପେଶୀକୁ ସଂକୁଚିତ କରନ୍ତୁ। ଯେମିତି ୟୁରିନ୍ ରୋକିବା ପାଇଁ କ୍ରିୟାଟା କରାଯାଏ ସେମିତି। 10 ସେକେଣ୍ଡ ପାଇଁ ହୋଲ୍ଡ କରନ୍ତୁ ଏବଂ ଢିଲା ଛାଡ଼ି ଦିଅନ୍ତୁ। ହୋଲ୍ଡ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ସାମାନ୍ୟ ରହିବ। 10 ସେକେଣ୍ଡ ପର୍ଯ୍ୟନ୍ତ ଆରାମ ଦିଅନ୍ତୁ ମାଂସପେଶୀକୁ। ପୁଣି ଏହି କ୍ରିୟାକୁ ଦୋହରାଇବେ। ଏମିତି 10 ଥର ଏହି ଅଭ୍ୟାସକୁ କରିବେ। 10 ଥର ଏହି କ୍ରିୟା ଦୋହରାଇଲେ ଗୋଟିଏ ରାଉଣ୍ଡ ହୋଇଥାଏ। ଏମିତି ଦିନ ଭିତରେ 3 ରାଉଣ୍ଡ କରିପାରିବେ। ଏହି ଆସନର ଅଭ୍ୟାସ ଦ୍ୱାରା ପେଲଭିକ୍ ରିଜନର ସଂକୁଚନ ଏବଂ ପ୍ରସାରଣ ହୋଇଥାଏ, ଯଦ୍ୱାରା ମାଂସପେଶୀଟା ମଜବୁତ ହୋଇଥାଏ ଏବଂ ପ୍ରସବ ନର୍ମାଲ ହୋଇଥାଏ। ପ୍ରସବ ସମୟରେ ଏବଂ ପ୍ରସବ ପରେ ମଧ୍ୟ ଯେଉଁ ସବୁ ସମସ୍ୟା ଆସେ ତାକୁ ଦୂର କରିଥାଏ। ପ୍ରସବ ପରେ ତଳପଟ ମାଂସପେଶୀଟା ଢିଲା ନ ହେଉ ସେଥିପାଇଁ ମଧ୍ୟ ଏହି ଆସନଟା ଲାଭଦାୟକ ଅଟେ। ଏହାପରେ କରିବା ଶବାସନ। ଶବାସନ ପାଇଁ ସିଧା ଚିତ୍ ହୋଇ ଶୋଇପଡ଼ିବେ। ହାତକୁ ଶରୀରର ଉଭୟ ପାର୍ଶ୍ୱରେ ରଖିବେ। ହାତ ପାପୁଲି ଉପରକୁ ଖୋଲା ରହିବ। 2 ପାଦକୁ ଆରାମ ସ୍ଥିତିରେ ଅଳ୍ପ ଖୋଲି ରଖିବେ। ଆଖି ବନ୍ଦ କରିବେ। ଶରୀରକୁ ପୂର୍ଣ୍ଣ ରୂପରେ ସ୍ଥିର ରଖିବେ। ନିଶ୍ୱାସକୁ ସହଜ ରୀତିରେ ଯିବା ଆସିବାକୁ ଦିଅନ୍ତୁ, କିନ୍ତୁ ଶ୍ୱାସକ୍ରିୟା ପ୍ରତି ସଜାଗ ରହନ୍ତୁ। ଶରୀରକୁ ଢିଲା ଛାଡ଼ି ଦିଅନ୍ତୁ। ମନକୁ ଶାନ୍ତ କରନ୍ତୁ। କୌଣସି ବିଚାର ମନରେ ଆଣିବେ ନାହିଁ। ଭାବନା କରିବେ ଶରୀରର ସମସ୍ତ ତନାବ, ଥକାନ ଦୂର ହେଉଛି। ଶରୀର ଏବଂ ମନ ପୂର୍ଣ୍ଣତଃ ଆରାମ ଅବସ୍ଥାରେ, ଶାନ୍ତି ଅବସ୍ଥାରେ ଅଛି। ପୁରା ରିଲାକ୍ସ ଫିଲ୍ କରିବେ, ଅନୁଭବ କରିବେ। ଭାବନା କରନ୍ତୁ 2 ଗୋଡ଼, 2 ହାତର ସମସ୍ତ ଭାଗ, ପେଟ, ପିଠି, ବେକ, ମୁଣ୍ଡ, ଆଖି, କାନ, ନାକ, ମୁହଁ, ଶରୀରର ସମସ୍ତ ଅଙ୍ଗ ଆରାମ ଅବସ୍ଥାରେ ତନାବମୁକ୍ତ ହେଉଛି, ରିଲାକ୍ସ
ହେଉଛି। ଭାବନା କରନ୍ତୁ ଆପଣ ଚିନ୍ତାରୁ ମୁକ୍ତ, ଥକାନରୁ ମୁକ୍ତ, ତନାବରୁ ମୁକ୍ତ ହେଉଛନ୍ତି। ଭିତରୁ ଏବଂ ବାହାରୁ ପୂର୍ଣ୍ଣ ଶାନ୍ତିର ଅବସ୍ଥାରେ ଅଛନ୍ତି। ଭାବନା କରନ୍ତୁ ଆପଣଙ୍କୁ ଏବଂ ଆପଣଙ୍କ ଶିଶୁକୁ ଦିବ୍ୟ ସକାରାତ୍ମକ ଉର୍ଜା ପ୍ରାପ୍ତ ହେଲା। ଶିଶୁ ପ୍ରାଣବାନ ହେଉଛି, ପୂର୍ଣ୍ଣତଃ ଆରାମର ଅବସ୍ଥା ପ୍ରାପ୍ତ ହେଲା। ଏବେ ଦୁଇ ଗୋଡ଼କୁ, ଦୁଇ ହାତକୁ ଧୀରେ ଧୀରେ ହଲେଇବେ ଏବଂ ବାମ ସାଇଡ୍ କରବଟ ଦେଇ ଉଠିବେ ଏବଂ ବସିବେ। ଦୁଇ ହାତ ପାପୁଲିକୁ ଘର୍ଷଣ କରିବେ ଏବଂ ମୁଖ ଉପରେ ରଖି ଧୀରେ ଧୀରେ ଆଖି ଖୋଲିବେ। ସାମାନ୍ୟ ଅବସ୍ଥାରେ ଆସିବେ। ଗର୍ଭବତୀ ମା ମଝିରେ ମଝିରେ ଏହି ଆସନର 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରିବା ଉଚିତ। ଅଧିକ ରିଲାକ୍ସେସନ୍ ପାଇଁ ଅଧିକ ସମୟ ମଧ୍ୟ କରିପାରିବେ। ଏହି ଅଭ୍ୟାସ ଶରୀରକୁ ଆରାମ ଏବଂ ମନକୁ ଶାନ୍ତ କରିଥାଏ, ଯେଉଁଟାକି ଗର୍ଭାବସ୍ଥା ସମୟରେ ଅତି ଆବଶ୍ୟକ। ନୂଆ ଉର୍ଜା ଏହି ଆସନରୁ ପ୍ରାପ୍ତ ହୋଇଥାଏ। ନୂତନ କୋଶିକାର ନିର୍ମାଣ ମଧ୍ୟ ହୋଇଥାଏ। ଗର୍ଭାବସ୍ଥାର ଯେଉଁ ସ୍ଥିତିରେ ଅନ୍ୟ ଆସନଗୁଡ଼ିକ କରିବାର ପ୍ରତିବନ୍ଧ ରହିଥାଏ, ସେ ସମୟରେ ଶବାସନ ଆରାମରେ କରାଯାଇପାରିବ।